ମୁଁ କହୁଥିଲେ ନା ଭାଇ ଯାଆନି ବୋଲି ଦେଖିଲୁ ତ ଗୋଡରେ କଣ୍ଟା କଥା ନ ମାନ ଠିକ ହେଇଛି ମତେ। ଆଜି ସକାଳେ ବସି ଆପେଲ ଖାଉଥିବା ବେଳେ ମୁଁ ଦେଖିଲି ମୋ ଭାଇ ଦିଟା ଡାଙ୍ଗ ନେଇକି ପାଗଳଙ୍କ ପରି ଖେଳୁଥିଲା। ମୁଁ ତା ପାଖକୁ ଯାଇ କହିଲି କି ବେ ତୋର କଣ ପାଠ ପଢା ନାହିଁ? ସେ କହିଲେ ନା ମୋର ପାଠ ପଢା ନାହିଁ। ମୁଁ କହିଲି ଯାଇଛୁ ନା ଦେଖିବୁ ବେ। ମୁଁ ଏତିକି କହିଛି କି ନାଇଁ ବିଚାରା ଯାଇକି ପାଠ ପଢିବାକୁ ବସିଗଲା। ମୁଁ କହିଲି ତାହେଲେ ମୋ କଥାଟା କାମ ଦେଲା। ତାପରେ ସେ ତାର ଯାହା ଲେଖିଥିଲା ମତେ ଆସିକି ଦେଖେଇଲା। ଆଉ ତାପରେ ସେମାନେ ତାଙ୍କର ଖାଇବାକୁ ବସିଗଲେ। ମୁଁ ମୋ ମା କୁ ଗୋଟେ କାଲି ଅନଲାଇନରୁ ଶାଢୀ ଆଣି ଦେଇଥିଲି। ସେ ଆଜି ସେଇଟା ପିନ୍ଧିକି ବହୁତ ଖୁସି ଥିଲା। ଆପଣ ମାନେ ତା ହସରେ ହିଁ ଜାଣି ପାରୁଥିବେ। ଏଇ ମୌକାର ଚୌକା ମାନେ ମୋ ଭାଇ ଯାଉଥିଲା ବାହାରକୁ ଆଉ ଯିବା ବେଳେ ତା ଗୋଡରେ କଣ୍ଟା ପଶିଗଲା। ମୁଁ ଧାଇଁ ଯାଇ ଦେଖିଲା ବେଳକୁ ସତରେ ତା ଗୋଡରେ କଣ୍ଟା ପଶି ତାପରେ ମୁଁ ଶୀଘ୍ର ଯାଇ ତା ଗୋଡରେ ପାଣି ଢାଳିଦେଲି। କଣ୍ଟା ବାହାରିବାର ତ ନାମ ହିଁ ନଉନଥିଲା। ଯେମିତି ସେମିତି ମୁଁ କଣ୍ଟାଟା ବାହାର କରି ସେଇ ମନ ଦୁଃଖରେ ମୁଁ ଟିକେ ଚାଲି ଯାଇଥିଲି ବାହାରକୁ ବୁଲିବା ପାଇଁ। ଘରକୁ ଆସି ଦେଖେ ତ ମୋ ଭାଇ ଧାନ ହାଣ୍ଡିଟା ପରେ ମୁହଁ ଫୁଲେଇ ବସିଛି। ମୁଁ ପଚାରିଲି କି ରେ ତୋର କଣ ହେଇଛି? ସେ କହିଲା ମତେ କୁରକୁରି ଆଣିଦେ, କୁରକୁରି ଖାଇଲେ ଯାଇ ମୋ ଗୋଡ ଭଲ ହବ। ମୁଁ କହିଲି ତାହେଲେ ଏମିତି କଥା ଟିକେ ରହ। ତାପରେ ମୁଁ ଧାଇଁକି ଗଲି ଦୋକାନକୁ ତା ପାଇଁ କୁରକୁରି ଆଣିବାକୁ। ଆସିଲା ବେଳେ ମୁଁ ରାସ୍ତାରେ ଅଧା କୁରକୁରି ଖାଇ ଦେଇଥିଲି। ଆଉ ତାପରେ ମୁଁ ସେ କାଗଜଟା ଆଣିକି ତାକୁ ଦେଇଦେଲି। କିନ୍ତୁ ତା ପାଇଁ କାଗଜରେ କିଛି ନଥିଲା। ଆଉ ତାପରେ ତାର ମୋର ମହାଭାରତ। ଯଦି ଆପଣ ମାନଙ୍କ ଘରେ ବି ଭାଇମାନେ ଏମିତି ବଦମାସ କରୁଛନ୍ତି କମେଣ୍ଟରେ କହିବେ ଟି। ରହୁଛି ଜୟ ଜଗନ୍ନାଥ।